ବିଧାୟକ ଆଳି ପ୍ରତାପ ଦେବଙ୍କ ସହିତ ମୁଁ 1.5 ଘଣ୍ଟା ବସି ଆଲୋଚନା କରିଛି ଟୁରିଜିମ କରିଡର ବିଷୟରେ। ମୁଁ ମଧ୍ୟ କହିଥିଲି ଆପଣ ଯୋଉ ରାମନଗର ଖରିନାସି ପାଖରୁ ପାରାଦୀପ ଦେଇକି ଯୋଉ ସମୁଦ୍ର କୂଳେ କୂଳେ ଯୋଉ ତିଆରି କରୁଛନ୍ତି ତାହା କ'ଣ ପରିବେଶ ସୁରକ୍ଷା ଦେଇପାରିବ ତ? ଯଦି ଇଣ୍ଡଷ୍ଟ୍ରି ହୁଏ, ହୋଟେଲ ଖୋଲିବେ, ମଲ୍ ଖୋଲିବେ, ହବ୍ସ କରିବେ, ପରିବେଶ କେମିତି ସୁରକ୍ଷିତ ହବ? ହୁଏତ ସମ୍ଭବ ହେଇପାରେ ଯାହା ହୁସେନ ସାହେବ କହିଗଲେ ଯେ ବାଷ୍ପ ନିର୍ଗତ ହେଉନଥିବା ଇଣ୍ଡଷ୍ଟ୍ରି ସ୍ଥାପନ କରାଯାଇପାରେ। ଭୂସ୍ୱର୍ଗ ଥିଲା 7 ଭାୟା, ଆମର ରହୁଛି ପାନ, ମିନ, ଧାନ ଏ ଅଞ୍ଚଳ। କୁଜଙ୍ଗର କର୍ପୂର କାନ୍ତି ପାନ ଯାହା ସୁମାତ୍ରାକୁ ଯାଉଥିଲା ସେବେ। କୁଜଙ୍ଗ ଏବଂ କେରଳା କଳଦୀପର ଧାନ, ମାଛ ବା ଶୁଖୁଆ, କନିକାର ଧାନ ଏବଂ ମିନ। ଆମକୁ ସେଇ ଜାଗାକୁ ଫେରି ଯାଇ ହବ କି? ସେଠି ଯୋଉ ପୁରୁଣା ସ୍ଥାନ ସବୁ ଅଛି ତାକୁ ଟୁରିଜିମ ଭାବରେ ଡେଭଲପ କରାଯାଇପାରେ। ଗୋଟିଏ ହଉଛି ଉଦାହରଣ ସ୍ୱରୂପ ସର୍ଟସ ଆଇଲାଣ୍ଡ, ଯୋଉ ଦ୍ୱୀପଟିକୁ ଧାମରା ମୁହାଣ ପାଖରେ ସର୍ଟ ସାହେବ ପ୍ରଥମେ ଆବିଷ୍କାର କରିଥିଲେ, ତାଙ୍କ ନାଁରେ ନାମିତ କରାଯାଇଅଛି। ତାକୁ ମଧ୍ୟ ପର୍ଯ୍ୟଟନ ସ୍ଥଳୀ ଭାବରେ ବ୍ୟବହାର କରାଯାଏ। ସମୁଦ୍ର ପଥରେ ବୋଟ ରଖିକି ଲୋକ ଯିବେ, ବୁଲିକି ଦେଖି ଆସିବେ। ଦ୍ୱିତୀୟ ହଉଛି ଆଉ ଗୋଟେ ଥିଲା ମାଇପୁର ଆଇଲାଣ୍ଡ, ଯୋଉଠି ଗୋଟେ ଲାଇଟ ହାଉସ ଥିଲା। ସେ ମ୍ୟାପ ଆମେ ପାଇଛୁ, ମଧ୍ୟ ପର୍ଯ୍ୟଟନ ଭାବରେ ବ୍ୟବହାର କରାଯାଇପାରେ। ଡକ୍ଟର ବୀର ପଟ୍ଟନାୟକ, ପରିବେଶବିଦ, ପରିବେଶ ବିଜ୍ଞାନୀ। କିନ୍ତୁ ଭିତରକନିକା କହିଲେ କେବଳ ଓଡ଼ିଶାରେ ନୁହେଁ, ଭାରତରେ ନୁହେଁ, ସମଗ୍ର ପୃଥିବୀରେ ଜଣେ ସଚେତନ ନାଗରିକର ରୋମାଞ୍ଚ ସୃଷ୍ଟି କରେ। କାରଣ ଭିତରକନିକାରେ ସବୁ ଅଛି। ମାନେ ଯଦି କିଏ ପଚାରେ ଭିତରକନିକାରେ କ'ଣ ଅଛି, ତାକୁ ଗୋଟିଏ ପ୍ରଶ୍ନ କରାଯାଇପାରିବ ଯେ ଭିତରକନିକାରେ କ'ଣ ନାହିଁ। ମୁଁ ଯୋଡ଼ିଏ ଶବ୍ଦ ଆପଣଙ୍କ ଆଗରେ ରଖୁଛି। ଭିତରକନିକା ହଉଛି ଯେ ଏଇଟା ହଉଛି କ'ଣ ନା, ଏଇଟା ହଉଛି କିଡନୀ ଅଫ୍ ଲ୍ୟାଣ୍ଡସ୍କେପ୍ ଆଉ ବାୟୋଲୋଜିକାଲ ସୁପର ମାର୍କେଟ। ବାୟୋଲୋଜିକାଲ ସୁପର ମାର୍କେଟ, ଏଠି ଜୈବ ବିବିଧତାର ଯାହା ଖୋଜିବେ ଆପଣ ପାଇବେ। ଏଠି ଆକ୍ୱାଟିକ ଏଲିମେଣ୍ଟସ ଅଛନ୍ତି, ଏଠି ଟେରିଷ୍ଟ୍ରିଆଲ ଏଲିମେଣ୍ଟ ଅଛନ୍ତି। ଏଇଟା ଗୋଟେ ଟ୍ରାନଜିସନାଲ ଜୋନ୍ ଅଫ ଟ୍ରାନଜିସନ। ଆଉ ଆପଣ ଏଇଟା ହଉଛି ଗୋଟେ ମାନେ କିଡନୀ ଅଫ ଲ୍ୟାଣ୍ଡସ୍କେପ୍। କିଡନୀ ଅଫ ଲ୍ୟାଣ୍ଡସ୍କେପ୍ କହିଲେ ଯେ ଇଏ କ'ଣ କରୁଛି ନା, ଆମକୁ ଟିକେ ଭଲ ପାଣି ପିଇବାକୁ ଦଉଛି। ଭଲ ପାଣି, ଯେତେ ଯେତେ ପଲ୍ୟୁଟେଣ୍ଟ ସବୁ ଅଛନ୍ତି, ଯେତେ ଜୈବ ପ୍ରଦୂଷକ ଅଛନ୍ତି, ସବୁକୁ ଛାଣି ଆମକୁ ଭଲ ପାଣି ପିଇବାକୁ ଦଉଛି। ହେନ୍ତାଳ ବନ ତାର ଯୋଉ ଅଛି, ଏ ହେନ୍ତାଳ ବନ ଆମକୁ ବନ୍ୟା ବାତ୍ୟାର ବିପତ୍ତିରୁ ଆମକୁ ସୁରକ୍ଷା ଦଉଛି ଏବଂ ତା ସହିତ ଲୋକମାନଙ୍କୁ ଜୀବନ ଆଉ ଜୀବିକା ଇଏ ଦିଟା ପ୍ରଦାନ କରୁଛି। କୋଷ୍ଟାଲ ଲୋକଙ୍କୁ, ସେଠି ଯୋଉ ଲୋକମାନେ ଅଛନ୍ତି, କୋଷ୍ଟାଲ ଇନହାବିଟାଣ୍ଟସ ମାନେ ଅଛନ୍ତି, ଜଙ୍ଗଲର ଫ୍ରିଞ୍ଜିଂ ଏରିଆରେ ଯୋଉମାନେ ରହୁଛନ୍ତି, ତାଙ୍କୁ ଜୀବନ ବଞ୍ଚିବାରେ ସାହାଯ୍ୟ କରୁଛି। ଏଇଟା ହଉଛି ଗୋଟେ ଲାଇଫ ଲାଇନ। କିନ୍ତୁ ବଡ କଥା ହଉଛି ଯେ ସେଇ ଲାଇଫ ଲାଇନ କି ଆମେ ନଷ୍ଟ କରିବାକୁ ସବୁବେଳେ ବର୍ତ୍ତମାନ ଯୋଉ ଯୁବପିଢି ଆସିଛନ୍ତି, ସେମାନେ ମାନେ ନିରନ୍ତର ଭାବରେ ଜଙ୍ଗଲ ଉପରେ ଅତ୍ୟାଚାର କରିଚାଲିଛନ୍ତି, ପରିବେଶ ଉପରେ ଅତ୍ୟାଚାର କରିଚାଲିଛନ୍ତି, ହେନ୍ତାଳ ବନ ଉପରେ ଅତ୍ୟାଚାର କରିଚାଲିଛନ୍ତି। କୁମ୍ଭୀର, କଇଁଛ ସମସ୍ତଙ୍କ ଉପରେ ଏହି ଅତ୍ୟାଚାରର ସୀମା ବଢି ବଢି ଯାଇଛି। ତେଣୁ ଆଜି ତାକୁ ସୁରକ୍ଷା ଦେବା ପାଇଁ, ଭିତରକନିକାକୁ ବଞ୍ଚେଇବା ପାଇଁ ଆଜି ଏ ଛୋଟିଆ ପ୍ରୟାସ। କିଛି ନାହିଁ, ଗୋଟେ ଲକ୍ଷ୍ୟ, ଆମର ଗୋଟେ ଲକ୍ଷ୍ୟ ହଉଛି ଯେ ସବୁବେଳେ ପରିବେଶ ବଞ୍ଚିବ। ଏଇଥିପାଇଁ ପରିବେଶ ବଞ୍ଚିବ। ପରିବେଶ ବଞ୍ଚିଲେ ଆମେ ସମସ୍ତେ ବଞ୍ଚିବା, ଜୀବଜଗତ ବଞ୍ଚିବ। ଜୀବଜଗତ ଆଉ ପରିବେଶ 2 ଜଣ ଯାକ ଅଙ୍ଗାଙ୍ଗୀ ଭାବରେ ଜଡିତ। ସେଥିପାଇଁ ତାଙ୍କୁ ବଞ୍ଚେଇବା ପାଇଁ ହଉଛି ଆମର ପ୍ରୟାସ। ସେଥିପାଇଁ ଆମକୁ ଜଙ୍ଗଲକୁ ସୁରକ୍ଷା ଦେବାକୁ ପଡିବ, ବନ୍ୟପ୍ରାଣୀ ମାନଙ୍କୁ ସୁରକ୍ଷା ଦେବାକୁ ପଡିବ। ଆମର ପୂର୍ବ ଯୋଉମାନେ ଆସିବେ, ଉତ୍ତର ପିଢି ଯୋଉମାନେ ଆସିବେ, ତାଙ୍କୁ ବଞ୍ଚିବାର ରାହା ଦେବା ପାଇଁ ଆମର ଏଇ ପ୍ରୟାସ। ମୁଁ ରେଗୁଲାର ସ୍କୁଲ କଲେଜକୁ ଆମେ ଯାଉ, ପିଲାମାନଙ୍କୁ ସଚେତନ କରୁ। ଆର ବର୍ଷ 25ଟା ସ୍କୁଲରେ ବୁଲା ହେଇ ପ୍ରାୟ ସବୁ ମାସରେ এই କାର୍ଯ୍ୟକ୍ରମ ଅବ୍ୟାହତ ରହୁଛି। ପିଲାମାନଙ୍କ ପାଇଁ ଲିଫଲେଟ ହେଇଛି, ପୋଷ୍ଟର ହେଇଛି ଏବଂ ଏଇ କାର୍ଯ୍ୟକ୍ରମ ହିଁ ଚାଲିଛି। ଏଇ କାର୍ଯ୍ୟକ୍ରମ ଚାଲିଛି, ଲୋକଙ୍କୁ ସଚେତନତା କାର୍ଯ୍ୟକ୍ରମ ଚାଲିଛି। ଗୋଟିଏ ମେସେଜ ରହିବ, ଆମେ ପରିବେଶକୁ ସୁରକ୍ଷା କରିବା। କାହା ପାଇଁ ସୁରକ୍ଷା କରିବା ନା, ଆମ ନିଜ ପାଇଁ, ଆମର ଭବିଷ୍ୟତ ବଂଶଧର ମାନଙ୍କ।